हेलो नमस्कार वेलकम बैक टू माय चैनल। मु ड्यूरिंग प्रेगनेंसी रे भी भलरे निदरे सोई पारलेनी कि आफ्टर प्रेगनेंसी रे भी मते सोइबा को समय ही मिलुनी। जेहेतु राति रे झियो क्षीर खाए तो मते राति रे भलसे निद भी हुएनी। भाबुची जेतेबेले मु मो घर को जीबी मो माँ को मो छुआटा देकी शायद मु सेतेबेले शांति रे टिके सोई पारिबी। तो सकाळु उठिला परे राति रे भिजेइथिबा ओट्स रे सब फलमूल पकेकी मु मोर ब्रेकफास्ट रेडी करदेली। ଆଉ ଝିଅ ପାଇଁ ବି ଓଟ୍ସରେ କଦଳୀ ପକେଇକି ତାକୁ ଟିକେ ଫୁଟେଇକି କ୍ଷୀରି ଭଳିଆ କରିଦେଲି। ତାପରେ ମୁଁ ତାକୁ ବି ବ୍ରେକଫାଷ୍ଟ ଖୁଆଉଥିଲି ଆଉ ମୁଁ ବି ଖାଉଥିଲି। ସେଇ ମଝିରେ ସ୍ୱାମୀଙ୍କୁ ଟିକେ ଅଫିସରୁ ଫ୍ରି ମିଳିଲା, ତ ସେ ଆସିଲେ ଯେତେବେଳେ ତାଙ୍କୁ ଦେଖିକି ଝିଅର ଖୁସି କହିଲେ ନ ସରେ। ସେଇ ଖୁସିରେ ସେ ଫଟାଫଟ ତାର ବ୍ରେକଫାଷ୍ଟ ବି ଖାଇଦେଲା। ତାପରେ ଆସିଲା ଲଞ୍ଚ ଟାଇମ୍। ମୋତେ କିଛି ଗୋଟେ ସହଜ ଉପାୟରେ ଗୋଟେ ଫଟାଫଟ ଜିନିଷଟେ ବନେଇବାର ଥିଲା, ଯେଉଁଟାକି ମୋ ଝିଅ ବି ଖାଇପାରିବ ଆଉ ଆମେ ବି ଖାଇପାରିବୁ। ତ ଫ୍ରିଜରେ ଥିଲା ପାଳଙ୍ଗ ଡାଲିରେ ପକେଇକି ତାକୁ ସିଝେଇକି ତଡ଼କାଟେ ମାରିକି ପାଳଙ୍ଗ ଡାଲି କରିଦେଲି। ଆଉ ସେଇ ତଡ଼କାରେ ଆଳୁ ସିଝା ପକେଇକି ଆଳୁ ଭର୍ତ୍ତା କରିଦେଲି। ମୋର ଭାତ ଡାଲି ଆଳୁ ଭର୍ତ୍ତା ଲଞ୍ଚରେ ରେଡ଼ି ହେଇଯାଇଥିଲା। ସେତିକି ଭିତରେ ଝିଅର କାନ୍ଦ ଷ୍ଟାର୍ଟ ହେଲା, ତ ତାକୁ ବୁଲେଇଲି ଖେଳେଇଲି, ତାର ହସ ଖୁସି ଷ୍ଟାର୍ଟ ହେଇଗଲା। ତାପରେ ମୁଁ ଚେଷ୍ଟା କଲି ତାକୁ ଶୁଏଇବାକୁ, ଯେହେତୁ ସେ ରାତି ଶୋଇ ନଥିଲା। ସିଏ କ'ଣ ଶୋଇବ, ମୁଁ ଥକିକି ମୋତେ ନିଦ ଲାଗିଲା, ଶୋଇବା ଉପରେ ଥିଲି। ଭାବିଲି ଲଞ୍ଚ କରିଦେବି। ସେତିକି ଟାଇମ୍ରେ ସାଙ୍ଗ ପଠେଇଲା ବିରିୟାନୀ ପାର୍ସଲ। ମଟନ୍ ବିରିୟାନୀ ବହୁତ ଟେଷ୍ଟି ଥିଲା, କିନ୍ତୁ ସେଥିରେ 16ଟା ଗୋଲମରିଚ ଥିଲା। ମୁଁ ତାକୁ କହିଲି ନେକ୍ସଟ ଟାଇମ୍ ମୋତେ ବିରିୟାନୀ ଦେଲେ ତୁ ଗୋଲମରିଚ ଗୁଡ଼ାକ ତୋ ପାଖରେ ରଖିଦେବୁ। ମୁଁ ଖାଇସାରିଲା ପରେ ଝିଅକୁ ଖୁଏଇଦେଲି ଲଞ୍ଚ। ତାପରେ ଲାଗିଲା ତାକୁ ପ୍ରବଳ ନିଦ। ନେଲି ଉପରକୁ, ତାକୁ ଶୁଏଇଲି। ଆଉ ସିଏ ଆଜି ସନ୍ଧ୍ୟା ଯାଏଁ ଶୋଇଲା, ଆଉ ମୋତେ ବି ମିଳିଲା ସୁଯୋଗ, ଆଉ ମୁଁ ବି ଶୋଇପଡ଼ିଲି। ଉଠୁ ଉଠୁ ଡିନର ଟାଇମ୍ ହେଇଯାଇଥିଲା। ଡିନର ତ ମୋର ଅଲରେଡ଼ି ବନେଇକି ଥିଲା ଖରାବେଳର ଖାଇବା, ତାକୁ ମୁଁ ଖାଇଦେଲି। ଆପଣମାନଙ୍କୁ ମୋ ଭିଡ଼ିଓସ୍ ଗୁଡ଼ାକ ଭଲ ଲାଗିଲେ ପ୍ଲିଜ୍ ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିବେ।